भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मुखं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरोर्गलितं फलं सुखमुखादमृतद्रव संयुतं पिबत भागवतं रसमालयं मुहुरहो रसिका भुवि भावुकाः। गोविन्द 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 पदुगाळुछि मकरन्द से मकरन्द पान करि खेळे तरिले ब्रजनारी से ब्रजनारीଙ୍କ पୟରେ मन मोरहु निरन्तरे मन मो निरन्तरे रहु हा कृष्ण बोली जीव जाऊ हा कृष्ण बोली जाऊ जीव मोते उद्धर वासुदेव मोते उद्धर वासुदेव मोते उद्धर वासुदेव। द्वादशाध्याय सौनकादि ऋषिगण कहन्ति सुतंक आगेण ए जे भागवत पुराण कहिला आम्भर आगेण। प्रथम स्कंध ठारु गुण कह हे सुचित्त करिण संदेह आम्भ मनु जाऊ तुम्भर कल्याण से हेयु। सुत कहन्ति सुचित्तरे सौनक मुनिଙ୍କ आगरे। सुत उवाच धर्मदेवता दिवाकर ताहाଙ୍କୁ मोर नमस्कार। से धर्म सर्वदेव श्रेष्ठ साधुଙ୍କୁ
युधिष्ठि अश्वमेध जाग से पुण राज्य कले भोग कलिर 36 बरस से राज्य पुणे कले शेष परीक्षे देई नृपासन पांडवे स्वर्ग आरोहण श्रीकृष्ण
যম যে আপনার দূতে বিষ্ণুর মহিমা কতে বিষ্ণু ভকত যেতে জনা ন জীব তাহাঙ্ক পাশেণ দূরু দেখিণ উপেক্ষিব নাম লক্ষণ জাଣିথিব অজামিଳର যে মুকত বৈকুণ্ঠ যে মন্ত প্রাপত দক্ষ প্রজাপতি চরিত যেমন্তে পুত্র কলে জাত সে পুত্রে নারদঙ্ক হেতু যেমন্তে লভিলে সে মৃত্যু নারদ দক্ষ প্রজাপতি ଅନ୍ୟନ୍ୟ ସାପ ସେ ଦିଅନ୍ତି ସେ ଦକ୍ଷ ପ୍ରଜାପତିଙ୍କର 60 ଝିଅଙ୍କୁ ସେ ବର ତାହାଙ୍କ ସନ୍ତତି ଯେ ମାନ ଯକ୍ଷ ମନୁଷ୍ୟ ଦେବଗଣ ଅସୁର ପଶୁ ପକ୍ଷୀ ଜନ୍ତୁ ଏ ଆଦି ଜନମର ହେତୁ ତ୍ୱଷ୍ଟା ପ୍ରଜାପତି ନନ୍ଦନ ବିଶ୍ୱରୂପରେ ଉତ୍ପନ୍ନ ଏହାଙ୍କ ଜନ୍ମ ମରଣାଦି ବୃତ୍ରାସୁରକୁ ଇନ୍ଦ୍ରବଧି ଦିତିର ପୁତ୍ର ଯେ ହିରଣ୍ୟ ଆବର ହିରଣ୍ୟାକ୍ଷ ପୁଣ ଏହାଙ୍କ ଜନ୍ମର ଚରିତ ବରାହ ବଧିଲେ ଯେ ମନ୍ତ ଏହାଙ୍କ ପତ୍ନୀଙ୍କ ରୋଦନ ସୁଯଜ୍ଞ ରାଜାଙ୍କ ବିଧାନ ନାରଦ ଯେ ମନ୍ତେ ବୋଧିଲେ ପବନ ଯେ ସନେ ଜନ୍ମିଲେ 49 ରୂପ ଧଇଲେ ଦୃଢ଼ ବ୍ରତେ ନାଶ ନହିଲେ ଦିତିର ଗର୍ଭେ ପଶି ପୁଣ ଇନ୍ଦ୍ରତା କଲେ ଭିନ୍ନ ଭିନ୍ନ ଏ ଷଷ୍ଠ ସ୍କନ୍ଧର ଚରିତ ଊନବିଂଶ ଅଧ୍ୟାୟ ଏବେ ଯେ ସପ୍ତମ ସ୍କନ୍ଧର ହିରଣ୍ୟକଶିପୁ ଅସୁର ତାହାର ପୁତ୍ର ପ୍ରହଲ୍ଲାଦ ସେ ଯେ ଦୈତ୍ୟେଶ୍ୱର ଇନ୍ଦ୍ର ତାହାଙ୍କ ଯେତେକ ଚରିତ ପ୍ରହଲ୍ଲାଦଙ୍କ କଷ୍ଟମତ ହିରଣ୍ୟକଶିପୁ ନିଧନ ନୃସିଂହ ରୂପେ ବିଦାରଣ ବ୍ରାହ୍ମଣ କ୍ଷତ୍ରି ବୈଶ୍ୟ ଶୂଦ୍ର ଚାରି ବର୍ଣ୍ଣର ଧର୍ମ ଭେଦ ବ୍ରହ୍ମଚାରୀ ଯେ ବାନପ୍ରସ୍ଥ ଗୃହୀ ସନ୍ନ୍ୟାସୀ ଚାରି ମତ ଏଥିର ଧର୍ମ ବର୍ଣ୍ଣାଚାର ସର୍ବଧର୍ମ କର୍ମ ବିଚାର ଶ୍ରାଦ୍ଧ ବିଧିରେ ଯେତେ ହୋଇ ସପ୍ତମ ସ୍କନ୍ଧେ ଏହା କହି 15 ଅଧ୍ୟାୟରେ ସମ୍ପୂର୍ଣ୍ଣ ଏବେ ଅଷ୍ଟମ ସ୍କନ୍ଧ ଶୁଣ ଚତୁର୍ଦ୍ଦଶ ମନୁଚରିତ ଭୂତ ବର୍ତ୍ତମାନ ଯେ ମନ୍ତ ଗଜ ଇନ୍ଦ୍ରର ଯେ ମୋକ୍ଷଣ ଗ୍ରାହକୁ ଚକ୍ରେ ନିବାରିଣ ସାପରୁ କରି ପରିତ୍ରାଣ ଦେଲେ ସେ ବୈକୁଣ୍ଠେ ସ୍ଥାନ ବିଷ୍ଣୁ ମନ୍ୱନ୍ତର ମାନରେ ହୟଗ୍ରୀବାଦି ଅବତାରେ ବରାହ ମତ୍ସ୍ୟ ଯେ କଶ୍ୟପ ନରସିଂହ ବାମନ ରୂପ ନାନା ଅବତାର ମହିମା କ୍ଷୀରୋଦ ମନ୍ଥନ ଉପମା ସକଳ ରତ୍ନ ଉତ୍ପତ୍ତି ଲକ୍ଷ୍ମୀ ଅମୃତର ସମ୍ଭୂତି ଐରାବତ ଉଚ୍ଚୈଶ୍ରବା ବାରୁଣୀ ସମ୍ଭୂତ ହୋଇବା ଧନ୍ୱନ୍ତରୀ ଜନ୍ମ କାରଣ ମୋହିନୀ ରୂପର ଧାରଣ ଈଶ୍ୱର ପାର୍ବତୀ ଶରଧା ମୋହିନୀ ମୋହେ ଯେଉଁ ବାଧା ଅମୃତ ଭକ୍ଷେ ରାହୁ ଛେଦ ଚନ୍ଦ୍ର ସୂର୍ଯ୍ୟ ଗ୍ରାସିବା ଭେଦ ଅମୃତ ନ ପାଇ ଅସୁରେ ଦେବଙ୍କ ସଙ୍ଗେ ଯୁଦ୍ଧ କଲେ ସ୍ୱର୍ଗ ଛାଡ଼ି ଇନ୍ଦ୍ର ସମେତେ ପଶିଲେ ଗହନ ବନସ୍ତେ ବଳି ଯେ ସ୍ୱର୍ଗ ଭୋଗ କରି ଦାନେଣ ନାହିଁ ସମସରି ପୁତ୍ରଙ୍କ କଷ୍ଟେ ଦେବ ମାତା ଅଦିତି
ଶସ୍ତ୍ର ନିଷେଧ କଲେ ପୁଣ ବଳିକି କରିଣ ବନ୍ଧନ ତିନି ପାଦ ଯେ ଭୂମି ଦାନ ବାମନ ବିଶ୍ୱରୂପ ହୋଇ ପାଦକେ ପୃଥିବୀ ଘୋଟାଇ ପାଦେକ ଆକାଶକୁ ଗଲା ବ୍ରହ୍ମାଣ୍ଡ ଭାଣ୍ଡ ଫାଟିଗଲା ଆକାଶୁ ଗଙ୍ଗା ଯେ ବହିଲା ଜଗତ ପବିତ୍ର ହୋଇଲା ନାଭି କମଳୁ ପାଦେ ହୋଇ ବଳିକି ପାତାଳେ ଚାପଇ ସତ୍ୟବ୍ରତ ରାଜା ଚରିତ ପ୍ରଳୟ ଜଳରେ ଯେ ମନ୍ତ ମତ୍ସ୍ୟ ଅବତାର ସେ ହୋଇ ମତ୍ସ୍ୟ ଶୃଙ୍ଗରେ ନାବ ବହି ଭ୍ରମିଲେ ମହାର୍ଣ୍ଣବ ଜଳେ ଶଙ୍ଖ ଦୈତ୍ୟ ମାରି ହେଳେ ସେ ରାଜା ଦିବାକର ବଂଶେ ଜନ୍ମ ହୋଇଲେ ମନୁ ଅଂଶେ ବୈବସ୍ୱତ ମନୁ ହୋଇ ଯେମନ୍ତେ ସ୍ୱର୍ପେ ସେ ବସାଇ ଅଷ୍ଟମ ସ୍କନ୍ଧେ ଚରିତ ତ୍ରିବିଂଶ ଅଧ୍ୟାୟ ସମାପତ ନବମ ସ୍କନ୍ଧେ ବେଶୁଣ ବଂଶାනුଚରିତ ବିଧାନ ଯେ ସୂର୍ଯ୍ୟ ବଂଶାନୁ କୀର୍ତ୍ତନ ସୂର୍ଯ୍ୟର ଅଟଇ ନନ୍ଦନ ବୈବସ୍ୱତ ମନୁ ନାମ ସେ ବଂଶେ ଇକ୍ଷ୍ୱାକୁ ଜନମ ତାଙ୍କ ବଂଶରେ ହେଲେ ପୁଣ ସୁଦ୍ୟୁମ୍ନ ନାମରେ ରାଜନ ଶଙ୍କର ସାପେ କନ୍ୟା ହେଲେ ଇଳା କନ୍ୟା ସେ ବୋଲାଇଲେ ତାରାକୁ ହରିଲେ ଯେ ସୋମ ବୁଧ ତହିଁରୁ ହେଲେ ଜନ୍ମ ଇଳା ଗର୍ଭରୁ ବୁଧ ବୀର୍ଯ୍ୟେ ପୁତ୍ର ପୁରୁରବ ଉପୂଜେ ତାହାର ଯେତେ ଉପାଖ୍ୟାନ କହିଛୁ ବିସ୍ତାର କରିଣ ଏ ଦୁଇ ବଂଶ ଆଦ୍ୟ ଏହି ଏଥୁ ସୋମ ସୂର୍ଯ୍ୟ ବୋଲାଇ ସୂର୍ଯ୍ୟ ବଂଶର ଯେ କଥନ ସସାଦ ନୃଗ ଉପାଖ୍ୟାନ ସର୍ଜାତି ରାଜାଙ୍କ ଚରିତ ସୁକନ୍ୟା କରିଲା ଯେ ମନ୍ତ ଚ୍ୟବନ ଋଷି ଉପାଖ୍ୟାନ କାକୁସ୍ଥ ରାଜବଂଶମାନ ଖଟ୍ୱାଙ୍ଗ ରାଜାର ମହିମା ସେମାନ ଧାତାର ଗାରିମା ସ୍ତୁଭରି ଋଷିଙ୍କ ଚରିତ ସଗର ରାଜନ ଯେମନ୍ତ ସଗର ଅଶ୍ୱମେଧ ଯାଗ ଷଷ୍ଠୀ ସହସ୍ର ସୁତ ତ୍ୟାଗ କପିଳକୁ ପରିଦହନ ଦିলীପ ରାଜାରୁ ଯେ ପୁଣ ଭଗୀରଥର ଉତ୍ତପନ୍ନ ଗଙ୍ଗାର ଯେ ବାଗମନ ଶ୍ରୀ ରଘୁନାଥଙ୍କ ଚରିତ ହୋଇଲେ ଦଶରଥ ସୁତ ବାଳକ କାଳେ ସେ ମୃଗୟା ବନୁ ଆଣନ୍ତି ଗଜହୟା ବିଶ୍ୱାମିତ୍ରଙ୍କ ସଙ୍ଗେ ଗଲେ ବାଟରେ ତାଡ଼କି ବଧିଲେ ଗୌତମ ପତ୍ନୀ ଯେ ଅହଲ୍ୟା ପାଷାଣ ମୁକତ ହୋଇଲା ମିଥିଳାପୁରରେ ଜନକ ଦ୍ରୌପଦୀ ଅଟଇ ଧାର୍ମିକ ସେ ଧନୁ ସ୍ୱୟଂବର କାଳେ ମିଳିଲେ ସକଳ ଭୂପାଳେ ଶିବ ଧନୁ ରାମ ଭାଙ୍ଗିଣ ମୈଥିଳୀ ବିବାହ ହୋଇଣ ଅଯୋଧ୍ୟା ନଗରେ ପ୍ରବେଶ ଦ୍ରୌପଦୀ କରଣେ ଉଦ୍ଦେଶ୍ୟ କୈକେୟୀର ସତ୍ୟ ପୁଣି ସେ ଦଶରଥ ନୃପମଣି ରାମ ଯେ ବନବାସ ଗଲେ ସୀତା ଲକ୍ଷ୍ମଣ ଘେନି ତୁଲେ ଅଗମ୍ୟ ବନରେ ପଶିଲେ ପଞ୍ଚବଟୀ ବନେ ରହିଲେ ଖର ଦୂଷଣ ନାଶ କରି ଜାଗ ରଖିଲେ ଚାପଧାରୀ ରାବଣ ସୀତା ହରି ନେଲା ତା ଜାଣି ରାମ ଚଳିଗଲା ସୁଗ୍ରୀବ ମିତ୍ର ଛଳେ ପୁଣ ବାଳିକୁ
पवन सुत गला लंकारे सीता ठाब कला रावण भाई विभीषण श्रीरामे पशिला शरण वरुण बोले राम सेतु बांधिले बानरंक हेतु रावण सगोत्र सहित सबु नासिले रघुनाथ विभीषण को राजा कले अमर पद ताकु देले सीता अग्नि परीक्षा करी प्रवेश अयोध्या नगरी तही जे भोग किछि दिने सीतांकु पेशिले से बने तदन्ते अश्वमेध कले पुत्रंकु बाल्मीक देले चारि भाईंक अष्टपुत्र चारि देशरे आधिपत्य रुक्ष मर्कट जेते तही देवता रूपे जात होई तांकु घेनी स्वर्ग को गले वैकुंठे निद्रारे सोइले जन्मादि वैकुंठ प्रापत कहित अछु से चरित से राम नाम जे धरती संसार तापो निस्तरती निमि राजार जे चरित जनक राजार वृत्तांत जनक राजार संतति सूर्य वंशरे उत्पत्ति भृगुर जमदग्निसुत तासुत परशुराम ख्यात तपकरणे अति श्रेष्ठ क्षत्रिय वृत्तिरे गरिष्ठ माता दुहिता चरु भ्रम ऋषि जन्म क्षत्रियंसेण क्षत्रियाचार ऋषि होई एणु से क्षत्रिय बोलाई सहस्रार्जुन जे राजन बळे नेला तांक गोधन जमदग्निर शिर छेदी शुणिण परशुराम क्रोधी विष्णु को ध्यान से हो कले विष्णु जे प्रसन्न होइले से नारायण ज्योति भावे पशिले परशुराम गर्भे सहस्रार्जुनंकर वंश समूले कले से विनाश पृथ्वी एक विंश बार छेदिले क्षत्रियंक शिर पृथ्वी क्षत्रि से सकले दुष्टंक अंश न रखिले सोमवंशरे से जन्म राजार पुरुर बनाम से पुणी उर्वशी संगते विहल होइले जे मन्ते ए आदि जेते गुण तार पृथ्वीरे एकांद्र पवर आयु राजार जेते गुण नहुष जजाति जे पुण दुष्यंत राजार विधान शकुन्तलार उपाख्यान भरत राजार चरित शान्तनु जेमंत विदित भीष्मर महिमा जेमंते विवाह नोहे पितार्थे चित्रांगद विचित्र वीर्य जन्म शान्तनु तनुज एमाने अपुत्रिके नाश तहु आइले वेद व्यास पुत्र पूजाइले भावे माता वचने अनुरागे धृतराष्ट्र पंडु विदुर एतिनि व्यासंक कुमार कौरव पांडव जे होई सते पांच भ्रात जन्माई एहांक संतति जे पुण परीक्षित आदि जन्म कलि जुगरे वंशरे जेते होइले नृपवरे भूत भविष्य वर्तमान होइले जेते कराजन सहस्रे बरस भितरे ए सर्वे हेले नृपवरे एथु अंतरे बे शुण जदुवंशर जे प्रमाण जजाति पुत्र जदु ज्येष्ठ अष्टादश जादवे श्रेष्ठ ताहांक जेतेक वर्णना ए आदि शुणिअछ सिना जजाति द्वितीय जे पुत्र पूर्ववंशर जे
पंचम पुत्र नाम अनु ता वंशे जेते राजा तनु से यदु चारि पुत्रे श्रेष्ठ सत्यजित नाम विशिष्ट ता वंशे सहस्र अर्जुन ताको माइले परशुराम द्वितीय पुत्र जे पयोद ता वंशे जात जरासंध तृतीय पुत्र कृष्टि नाम से वृष्णि वंशे विद्यमान सुरसेन वसुदेवादि एमान कहिछि संपादि चतुर्थ पुत्र नल नाम ता वंशे पंडु विद्यमान एवं से जन्मिले अंधक भोज जे उग्र सेनादिक वृष्णि वंशरे तहि पुणा सुरसेनादि जे राजन ता सत कन्या दश सुत तहि ज्येष्ठ वसुदेवत ताहार अष्टादश नारी रोहिणी भद्रा आदि करी ए मध्ये रोहिणी गर्भरे दुहिता अष्टपुत्र हेले ज्येष्ठ जे बलभद्र होई दुहिता सुभद्रा बोलाई आउ से जेते स्त्री माना जात बेनी बेनी नंदन देवकी षडपुत्र पुण कंस ताक चढ़े शिलेण सप्तम गर्भे बलदेव जोग माया रे गर्भस्राव रोहिणी गर्भरे पशिले गोपरे जन्म होइले अष्टम गर्भे विष्णु जात जे कृष्ण वैकुंठनाथ कृष्ण अवतार होइले नवमे मंत कहिले 24 अध्याय संपूर्ण वंशानुचरित आख्यान दशम स्कंधे कृष्ण रस शुणिले न थाई कलुष सुख परीक्षे कहे
ନିକଟେ ଦେଲା ପୁଣି ସେ କନ୍ୟା କଂସକୁ ଛାଡ଼ନ୍ତେ ହସ୍ତରୁ ଗଲା ଶୂନ୍ୟ ପଥେ କଂସକୁ କହିଣ କପଟ ତା ଶୁଣି କଂସ ଯେ ଉଚ୍ଚାଟ କୃଷ୍ଣ ପ୍ରବେଶ ନନ୍ଦ ଘରେ ଉତ୍ସବ କଲେ ଗୋପପୁରେ ସେ କୃଷ୍ଣ ଥାଇଣ ଗୋପରେ ଶୁଣିଛ ଯେତେ ଲୀଳା କଲେ ଶପଥ ଦିନ ରାତ୍ରେ ପୁଣ ଶୋଷିଲେ ପୁତନାର ପ୍ରାଣ ମାସକେ ସକଟ ଭଞ୍ଜନ 2 ମାସେ ତୃଣାକୁ ନିଧନ 100 ରାତ୍ରି ନାମ କରଣ ଗାର୍ଗବ ଆସୀନ ବିଧାନ ତଦନ୍ତେ ମୃତ୍ତିକା ଭକ୍ଷଣ ମାତାଙ୍କୁ ଗର୍ଭ ଦର୍ଶନ ଯଶୋଦା ଦଧି ଯେ ମନ୍ଥନ କୃଷ୍ଣ ଦଧି ଭାଣ୍ଡ ଭଞ୍ଜନ ତଦନ୍ତେ ଲବଣୀ ଭକ୍ଷଣ ଗୋପୀଏ ନୃତ୍ୟ କରାୟଣ କୃଷ୍ଣ ସେ ରୋଳରେ ବନ୍ଧନ ଶ୍ୟାମଳ ଅର୍ଜୁନ ଭଞ୍ଜନ ଯେ ନଳମଣି ଗ୍ରୀବ ମୁକ୍ତି ପୂର୍ବେ ଯେ ସାପ ପାଇଛନ୍ତି ତହୁ ସେ କଲେ ବାଳ ଲୀଳା କେହୁ କହିବ ତାଙ୍କ ଖେଳା ତଦନ୍ତେ କୋଳି ଯେ ଭକ୍ଷଣ ଏ ରୂପେ ଗୋପେ ଆଚରଣ ବୋକା ବତ୍ସାସୁର ନିଧନ ମୁରଲି ଗୀତ ଯେ କଳନ ବନରେ ବନ ଭୋଜି କଲେ ଅଘାସୁରକୁ ସେ ବଧିଲେ ବ୍ରହ୍ମା ଯେ ବର୍ଷା ହରି ନେଲେ କୃଷ୍ଣ ବିଶ୍ୱମୂର୍ତ୍ତି ହୋଇଲେ ବର୍ଷା ବାଳକ ଜାତ କଲେ ପୂର୍ବେ ଯେ ମନ୍ତ ହୋଇଥିଲେ ବ୍ରହ୍ମା ଯେ ବାହୁଡ଼ାଇ ଦେଲେ ବେଦରେ ବ୍ରହ୍ମା ସ୍ତୁତି କଲେ ଧେନୁକାସୁରର ନାଶନ କାଳିନ୍ଦୀରେ କାଳି ଦଳନ ପ୍ରଳମ୍ବାସୁରକୁ ନିଧନ ତାବାଗ୍ନିରୁ ଗୋପ ରକ୍ଷଣ ଗୋପ ଗୋକୁଳକୁ ତାରଣ ଅଜଗରୁ ନନ୍ଦ ମକ୍ଷଣ ବୃନ୍ଦାବନରେ ଯେ ବିହାର ମୁରଲି ଧ୍ୱନି
लीलाधरर जे मक्षण दर्शने स्वर्ग को गमन तहु जे वृंदावने रास कृष्ण वृंदावने प्रवेश जेणु से शरदर काल दिगमने अति निर्मल गोपींक मोक्षर कारणे श्रीकृष्ण विचारिले मने मुरली ध्वनि से सुस्वरे शबद शुणी गोपपुरे गोपीए वृंदावने गले गोविंद दर्शन पाइले कृष्णर निष्ठुर जे बाणी आतंक होई गोपालुणी स्तुति विनये प्रबोधिले से कृष्ण नारी बसहेले तहु से रास क्रीड़ा होई उछुले सुख सिंधु जही
पुत्र दान देले मथुरा परवेश होई उद्धव गोपକୁ गमई। गोपी उद्धव प्रवेशन गोपी गोपाळଙ୍କର ଦନ उद्धव गोपीଙ୍କ ବିଚାର ବୃନ୍ଦାବତୀ ନାମ ଯାହାର ଭ୍ରମର ଘୁରୁ ତା ପାଦେଣ ତା ଦେଖି ଗୋପୀ ମୋହ ମନ କୃଷ୍ଣର ଦୂତ ତାକୁ ଜାଣି ପ୍ରେମେ ଅନେକ କହେ ବାଣୀ ଉଦ୍ଧବ କରି ସନ ମାନେ କହେ ଗୋପୀଙ୍କି ସମ୍ବୋଧନେ କୁବୁଜ ଗୃହକୁ ଗମନ କାମେ ତୋଷିଲେ ତାର ମନ। ଅକ୍ରୂରପୁରେ ପରବେଶ ଯେ ପ୍ରଭୁ ଅନାଦି ପୁରୁଷ ଅକ୍ରୂରେ ହସ୍ତିନା ଭୁବନ ପେଶିଲେ ଶ୍ରୀ ମଧୁସୂଦନ। ମଥୁରାପୁରେ ନରହରି ଯାଦବ ମାନ ପ୍ରତିପାଳି ଜରାସନ୍ଧ ଯେ ଧାଡ଼ି ଦେଲା ମଥୁରା ନଗର ବେଢ଼ିଲା। ହେମନ୍ତେ ସପ୍ତଦଶ ବାର ଯୁଦ୍ଧେ ହାରିଲା ଜରାବୀର ଅଷ୍ଟାଦଶ ବେଳତା ଜାଣି ସୈନ୍ୟତା ମଲେ ଅଖୌହିଣୀ। କାଳ ଯବନ କୁଟେ ନେଇ ମୁଚୁକୁନ୍ଦ ଚକ୍ଷୁରେ ଦାହି ଦ୍ୱାରକାପୁରର ନିର୍ମାଣ ବିଶ୍ୱକର୍ମାର ଯେ ଘଟଣା ତହିଁ ସର୍ବଯାଦବ ଘେନି ବିହାର କଲେ ଯଦୁମଣି ତହୁଁ ଯେ ରୁକ୍ମିଣୀ ହରଣ ଆଣିଲେ ଯେ ମନ୍ତ ଭାବେଣ ଜରାସନ୍ଧାଦି ରାଜା ଜିଣି ବିବାହ କଲେ ସେ ରୁକ୍ମିଣୀ ଶ୍ୟାମନ୍ତକ ମଣି ହରଣ ବନରେ ପ୍ରସେନ ମରଣ। ଜାମ୍ବବଠାରୁ ମଣି ଆଣି ବିବାହ ଜାମ୍ବବତୀ ରାଣୀ ସତ୍ୟଭାମାକୁ ବିବାହ ହୋଇ କାଳିନ୍ଦୀ ମିତ୍ର ବିନ୍ଦା ଦୁଇ ଭଦ୍ରା ଲକ୍ଷଣା ସତ୍ୟା ରାଣୀ ଏହାଙ୍କୁ ବିଭା ଚକ୍ରପାଣି ନାରକାସୁର ନାସି ଆଣି 16,000 ସତେରାଣୀ ଏହାଙ୍କୁ ନିଜ ପୁରେ ନେଇ ଏକ ମୁହୂର୍ତ୍ତେ ବିଭା ହୋଇ ରୁକ୍ମିଣୀ ଗର୍ଭରେ ଜନମ ନାମ ତାହାଙ୍କର ପ୍ରଦ୍ୟୁମ୍ନ। ଶମ୍ଭରାସୁର ବଧ କରି ରତି ଘେନି ଦ୍ୱାରକାପୁରୀ ଅନିରୁଦ୍ଧ ବିବାହେ ପୁଣ ରୁକ୍ମ ଯେ ବଧ ସେ ବେଳିଣ। ସତ୍ୟଭାମାର ମାନ କଥା ପାରିଜାତକର ବ୍ୟବସ୍ଥା ଇନ୍ଦ୍ର ଗୋବିନ୍ଦ ମଧ୍ୟରେ ରଣ ସୁଧର୍ମା ସଭାର ହରଣ ତହୁଁ ଯେ ଉଷାର ହରଣ ଯେମନ୍ତେ ଯୁଦ୍ଧ କଲା ବାଣ ଯଦୁମାନଙ୍କ ଯୁଦ୍ଧେ ପୁଣ ହରିହରଙ୍କର ଯେ ରଣ। ଯେମନ୍ତେ କୃଷ୍ଣ ବିଜେ କଲେ ବାଣଭୁଜ ମାଳ ଛେଦିଲେ ନୃଗରାଜାର ଉପଖ୍ୟାନ ହସ୍ତିନାପୁରକୁ ଗମନ ରାଜସୀ ଯଜ୍ଞର ସମ୍ବନ୍ଧେ ଭୀମ ନାସିଲେ ଜରାସନ୍ଧେ ରାଜସୀ ଯଜ୍ଞ ପୂଜା ଭାବେ ଦୁଶିଲା ଶିଶୁପାଳ ଗର୍ବେ ସେ କୃଷ୍ଣ
ଚକ୍ରେ